ଆମେ ଆଜି ଆସି ପହଞ୍ଚାଇଛୁ ପୁରୀ ବଡଦାଣ୍ଡରେ ରଥର ପରଦିନ ରଥ ଦିନ ବହୁତ ବହୁତ ଲୋକଙ୍କର ଜନଗହଳିରେ ରଥ ସମ୍ପୂର୍ଣ୍ଣ ଭାବରେ ଆସିପାରିନଥିଲା। ବର୍ତ୍ତମାନ ବଡଦାଣ୍ଡର ମଝିରେ ଅଛି ଜଗନ୍ନାଥଙ୍କ ରଥ। ଆମେ ବର୍ତ୍ତମାନ ଆସିକି ବୁଲୁଛୁ, ଯାଉଛୁ ଦେଖିବା ଦର୍ଶନ କରିବା ପାଇଁ, ଭଗବାନଙ୍କର ଆଶୀର୍ବାଦ ଆମ କରିଥାଉ। ଆମେ ଦର୍ଶନଟି କରୁଛୁ ଏ ବର୍ଷ। ଆମେ ଜାଣିପାରିଲୁନୁ ଆମର ବାଇକ୍ ଟା ପାର୍କିଂ କରିକି ପଛରେ ରଖିଦେଲୁ ବହୁତ ଦୂରରେ। ଯଦି ଆପଣ ଆସୁଛନ୍ତି ତାହେଲେ, ଯଦି ବାଇକ୍ ରେ ଆସୁଛନ୍ତି ତାହେଲେ ଆପଣ ପୁରା ସମ୍ପୂର୍ଣ୍ଣ ଭାବରେ ବଡଦାଣ୍ଡକୁ ଆସିପାରିବେ। ସେଇଠି କିନ୍ତୁ ପାର୍କିଂ ପାଖରେ ଲୋକମାନେ ଥିବେ, ଡାକୁଥିବେ ଆପଣ ଏଇଠି ରଖନ୍ତୁ ଏଇଠି ରଖନ୍ତୁ। କିଛି ଆବଶ୍ୟକତା ନାହିଁ, ଆପଣ ଚାହିଁଲେ ଆଗକୁ ବି ଆସିପାରିବେ। ଦେଖନ୍ତୁ ଆପଣ ବଡଦାଣ୍ଡ ଦେଖିପାରୁଥିବେ ସମ୍ପୂର୍ଣ୍ଣ ଭାବରେ ଏଠି ଟୁ ହ୍ୱିଲର ମାନେ ଆରାମସେ ଯାଇପାରୁଛନ୍ତି। ମୋଟର ସାଇକେଲ ମାନେ କାର ର ବୋଧେ କିଛି ପାସ୍ ଅଛି ବୋଲି ଜଣେ ଯାଉଛନ୍ତି, କିନ୍ତୁ ସମସ୍ତେ ଯାଇପାରିବେନି। କିନ୍ତୁ ମୋଟର ସାଇକେଲ କୌଣସି ପ୍ରକାର ରେଷ୍ଟ୍ରିକ୍ସନ ନାହିଁ। ଦେଖନ୍ତୁ ଆମ ସାଙ୍ଗରେ ଅଛନ୍ତି ତୁଳସୀ ଦେବୀ ବର୍ତ୍ତମାନ ଯାଉଛନ୍ତି ଜଗା ଦର୍ଶନ କରିବା ପାଇଁ। ମାଡି ଚାଲିଛନ୍ତି, ତାଙ୍କର ଭକ୍ତି ଭାବ ଦେଖନ୍ତୁ। ଜିନ୍ ପ୍ୟାଣ୍ଟ ସାର୍ଟ ପିନ୍ଧିକି ଫରେନ୍ ଗେଟଅପ୍ ଆଇଛନ୍ତି, କାହିଁକି ନା ଲୋକ ଗହଳି ପାଇଁ ଫରେନ୍ ଗେଟଅପ୍ ଆଇଛନ୍ତି, ନହେଲେ ଶାଢୀ ଚୁଡି ପିନ୍ଧିକି ଆଇଥାନ୍ତେ। ମଡର୍ଣ୍ଣ ଛୁଆ ହେଇଗଲେଣି, ସେଥିପାଇଁ ଦେଖନ୍ତୁ କେମିତି ଯାଉଛନ୍ତି ଆଗରେ। ମୁଁ ଯାଉଛି ଆଗରେ, ଦେଖନ୍ତୁ କେମିତି ଚାଲି ଚାଲି ଯାଉଛନ୍ତି। ଦେଖିପାରୁଥିବେ ବାଇକ୍ ନେଇକି ହେଲେ ଟିକେ ଭଳିଆ ଦ୍ୱନ୍ଦ୍ୱ କରିବାକୁ ପଡୁଛି। ଏଠି ପୋଲିସ ବାଲା ଅଟକାଉଛନ୍ତି, ତମେ କିଏ କଣ କୋଉଠି ଯାଉଛ, ବହୁତ ସାରା ଡିସ୍କସନ ପରେ ଏ ଦେଖନ୍ତୁ କିଏ ଗୋଟେ ପାସ୍ ଦେଖିବାକୁ ଯାଉଛନ୍ତି, କିନ୍ତୁ ତଥାପି ତାଙ୍କୁ ଛାଡୁନାହାନ୍ତି। ଛାଡ଼ିଦେଲେ ଫାଇନାଲି। ନ ଜାଣିବା ଲୋକ ଯାଇପାରିବେନି ଏପଟେ ଯିବା ପାଇଁ। ବାଇକ୍ ରେ ଆମର ଆକ୍ଚୁଆଲି ପ୍ଲାନିଂ ଥିଲା ରାତି 2ଟାରୁ ଆମେ ଆସିବୁ ବୋଲି। ରାତି 2ଟାରୁ ନିଦ ଭାଙ୍ଗିଥିଲା, କିନ୍ତୁ ତୁଳସୀ ଦେବୀ କହିଲା ନାହିଁ, ମାନେ ଯାଇପାରିବୁନି, ସକାଳୁ ସକାଳୁ ଯିବି। ଆଉ ବର୍ତ୍ତମାନ ସକାଳୁ ଆସିବାର ପରିଣତି ଏଇଟା। ଯଦି ଆମେ ରାତି 2ଟାରୁ ଆସିଥାନ୍ତା, ମୁଁ ଆଶା କରୁଛି ଆମେ ଆରାମସେ ବଡଦାଣ୍ଡକୁ ମଧ୍ୟ ଗାଡି ଆସିପାରିଥାନ୍ତା। ଏବେ ବି ଆସିପାରୁଛି, କିନ୍ତୁ ସେତେବେଳେ ଏତେ ଗହଳି ନଥାନ୍ତା, ଲୋକମାନେ ସବୁ ରେଷ୍ଟରେ ଥିବେ। ରାତି ଦିନ ସାରା ଯୋଉମାନେ ରଥ ଟାଣିଛନ୍ତି ଆଉ ଯୋଉମାନେ ଦର୍ଶନ କରିବାକୁ ଆସିଥିବେ ସେମାନେ ସେତେବେଳେ ବି ଭିଡ ଥିବ ନିଶ୍ଚିତ ଭାବରେ, କିନ୍ତୁ ଫାଙ୍କା ଟିକେ ମିଳିଥାନ୍ତା। ବର୍ତ୍ତମାନ ଆମେ ମେଡିକାଲ ଛକ କ୍ରସ କରିସାରିଲୁ। ମେଡିକାଲ ଛକରେ ମଧ୍ୟ ଜଗନ୍ନାଥଙ୍କ ରଥ ବର୍ତ୍ତମାନ ନାହିଁ, ତାର ଆହୁରି ଆଗକୁ ଅଛି। ଆମେ ପ୍ରଗତି ପଥେ, ରଥର ପ୍ରଗତି ପଥେ। ଭକ୍ତି କି ଭାବ ଦେଖନ୍ତୁ, ତୁଳସୀ ଦେବର କିଭଳି ଭକ୍ତି ଭାବ। ସିଏ ଜଗନ୍ନାଥଙ୍କ ରଥ ଦେଖୁ ଦେଖୁ ତାଙ୍କ ଦର୍ଶନ ପାଇଁ ଅପେକ୍ଷାରେ ରହିଥିଲେ, ତାଙ୍କ ଅପେକ୍ଷାର ଅନ୍ତ ହବାକୁ ଯାଉଛି। ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ ଆମକୁ ମିଳିଯାଇଛି। ମେଡିକାଲ ଛକରୁ ଟିକେ ଆଗକୁ ଆସିଲା ପରେ କୌଣସି ବାଧାବିଘ୍ନ ନାହିଁ। ଗୁଣ୍ଡିଚା ମନ୍ଦିର ପାଖରୁ ସମ୍ପୂର୍ଣ୍ଣ ଭାବରେ ଚାଲି ଚାଲି ଆସିଛୁ, କିନ୍ତୁ କୌଣସି ମତେ ଦୁଃଖ ନାହିଁ। ଏ ଚାଲିବା କଷ୍ଟ ଜଣା ପଡୁନି। ଦେଖନ୍ତୁ କିଭଳି ଭକ୍ତି, ଭକ୍ତିରେ ଅଛି ଶକ୍ତି। ସେ ଜାଣିଛନ୍ତି ଅସଲି ମୁଖ୍ୟ ସମାଜ ଧୂପକାଠି। ଦେଖନ୍ତୁ ଭକ୍ତି, ଏଠି ଅତୁଳ ପ୍ରେମର ଦର୍ଶନ ମିଳିବାକୁ ମିଳେ। ଦେଖନ୍ତୁ ମଉସା ମାଉସୀ କେମିତି ଯାଉଛନ୍ତି ସାଙ୍ଗ ହେଇ, କେତେ ବୟସର ବାଧ୍ୟକ ଥିଲେ ମଧ୍ୟ ତାଙ୍କୁ ଜଗନ୍ନାଥଙ୍କ ପାଖକୁ ଆସିକି ଦର୍ଶନ କରିବା ପାଇଁ ତାଙ୍କୁ ଅଟକେଇ ପାରନି। ସମ୍ପୂର୍ଣ୍ଣ ଭାବରେ ମାଉସୀ ଦେଖନ୍ତୁ ଖାଲି ପାଦରେ ଚାଲି ଚାଲି ଯାଉଛନ୍ତି। ତାରି ଖୁଟି ମେଘଙ୍କର ବିକଳ ରଡ଼ି ଆସିବ ମାଡ଼ି। ଆଜି ମୁଁ ଜଗନ୍ନାଥ ପାଖକୁ ଆସିଛି, ବହୁତ ଇଚ୍ଛା ମୋ ସ୍ୱାମୀଙ୍କ ସହିତ ରଥ ଆଜି ଟାଣିବି ଆଜି। ଆଉ କଣ ଭକ୍ତି ଅଛି କୁହ? ଆଉ କିଛି ନାହିଁ ଜୀବନରେ। ଆଉ କିଛି ନାହିଁ ଜୀବନରେ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ରଥ ଟାଣିଲା ପରେ ଚପଲ ପଳେଇଲା, ସବୁ ପଳେଇଲା। ବହୁତ କଷ୍ଟ ରଥ ଟାଣିଲା। ଜଗନ୍ନାଥଙ୍କ ଏତେ ଭିଡ ଯେ ମାନେ ଚାପି ହେଇଯିବେ। ସୁସ୍ଥ ସବଳ ହେଇକି ଆସନ୍ତୁ, ଆଉ ଭଗବାନଙ୍କ ମନରେ ଭକ୍ତି ରଖନ୍ତୁ, ଆପଣ କିଛି ହବନି। କିନ୍ତୁ ଛୋଟ ଛୁଆଙ୍କୁ ନେଇକି ଆସନ୍ତୁ, ବେଶୀ ଓଲ୍ଡ ଏଜ ଲୋକ ଆସନ୍ତୁ ନାହିଁ।